2025 ଯାତ୍ରା ବର୍ଷରେ ଆପଣମାନେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଗୌର ଦାସଙ୍କୁ ପୁଣି ଥରେ ଦେଖିବାକୁ ପାଇବେ। ତାଙ୍କ ସହିତ ଜୁନିୟର ବାପି ପଣ୍ଡାଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ତାଙ୍କ ସହିତ ନାୟକ ଚନ୍ଦନଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ସେହିପରି ହାସ୍ୟ ଅଭିନେତା ବ୍ରଜପ୍ରାଣୀଙ୍କୁ ଆପଣମାନେ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ଚରିତ୍ର ଅଭିନେତା ଗୌରାଙ୍ଗଙ୍କୁ ଆପଣମାନେ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ତାଙ୍କ ସହିତ ସୁଧାଂଶୁଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ସେହିପରି ମିଲନଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ହାସ୍ୟ ଅଭିନେତା ଜାପୁନଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ସେହିପରି ସତ୍ୟପ୍ରକାଶଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ସେହିପରି ଖଳନାୟକ ଟାହିଆଙ୍କୁ ପୁଣି ଥରେ ଆପଣମାନେ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ତାଙ୍କ ସହିତ ସିଙ୍ଗର ଉପେନ୍ଦ୍ରଙ୍କୁ ପୁଣି ଥରେ ଆପଣମାନେ 2025 ଯାତ୍ରା ବର୍ଷରେ ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ସେହିପରି ଗାୟକ ସନ୍ତୋଷଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ନାୟିକା ହିସାବରେ ଆପଣମାନେ 2025 ଯାତ୍ରା ବର୍ଷରେ କାବେରୀଙ୍କୁ ଦେଖିବାକୁ ପାଇବେ ପୁଣି ଥରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ। ଚରିତ୍ର ଅଭିନେତ୍ରୀ କୁନିଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ସେହିପରି ନାୟିକା ମାମାଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ତାଙ୍କ ସହିତ ହାସ୍ୟ ଅଭିନେତ୍ରୀ ଟିକିଲିଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ସେହିପରି ସୀମାଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ତାଙ୍କ ସହିତ ଜିନାଙ୍କୁ ମଧ୍ୟ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ସର୍ବଶେଷରେ ଆପଣମାନେ ଗାୟିକା ମିଲିଙ୍କୁ ମଧ୍ୟ ପୁଣି ଥରେ 2025 ଯାତ୍ରା ବର୍ଷରେ ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟରେ ଦେଖିବାକୁ ପାଇବେ। ଇଏ ଥିଲା ଯାତ୍ରା ମଉଡ଼ମଣି ଶିବ ନିଗମ ନାଟ୍ୟର ସମସ୍ତ କଳାକାରମାନଙ୍କର ସୂଚନା। ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ ଏବଂ ଆମ ଚ୍ୟାନେଲ ଯାତ୍ରା ଆଖଡ଼ାକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଆଜି ପାଇଁ ଏତିକି। ନମସ୍କାର। ଜୟ ଜଗନ୍ନାଥ।